ସତ କହିବାକୁ କିଆ ଡରିବି, ସତ କହି ପଛେ ମଲେ ମରିବି। ଏଇଟା ବହିରେ ଲେଖା ହେଇଛି ଆଉ ସେଇ ବହିରେ ଯେଉଁ ଲେଖା ହେଇଛି ସେଇଟା ବନ୍ଦ ହେଇକି ଅଛି। ଆଜିକାଲି କିଏ ବି ସତ କହୁନି। ମୋବାଇଲ ହେଇଗଲା, ସମସ୍ତେ କନେକ୍ଟ ହେଇଗଲେ, ଯେତେ ଦୂର ଦୂରରୁ ବି କନେକ୍ଟ ହେଇଗଲେ, ହେଲେ ଖାଲି ନିରଳ ମିଛ କଥା ହିଁ କହିଲେ। ଆରେ ତୁ କୋଉଠି ଅଛୁ? ଘରେ ଶୋଇଥିବ। ନାଇଁ ମୁଁ ଅଫିସରେ ବ୍ୟସ୍ତ ଅଛି, କାମ କରୁଛି, ମୁଁ କଥା ହେଇପାରିବିନି। ଆରେ ଟଙ୍କା ଦେଲୁ? ଟଙ୍କା କ'ଣ ଅଛି? ମୁଁ ବହୁତ ଅସୁବିଧାରେ ଚଳୁଛି, ମୋ ପାଖରେ ନାହିଁ। ମାନେ ଏମିତି ହେନ୍ ତେନ୍ ବହୁତ ମିଛ, ବହୁତ ମିଛ। ଆଉ ଛାଡ଼ନ୍ତୁ, ଆପଣ ତ ଜାଣିଥିବେ ସୋସିଆଲ ମିଡ଼ିଆରେ କେତେ ମିଛ ଚାଲିଛି, କେତେ ମିଛ ଚାଲିଛି। ଯଦି ଜଣେ ସୋସିଆଲ ମିଡ଼ିଆ ଖୋଲି ଦେଇକି ବସିବ, ନିରଳ ନିରଳ ଖାଲି ମିଛ ଆଉ ଯେତେକ ଫଲ୍ସ ଜିନିଷ ଶିଖିବ। ଗୋଟେ ଭଲ ଜିନିଷ ଶିଖିବା ବହୁତ କଷ୍ଟ, କାରଣ ଦେଖନ୍ତୁ ସମସ୍ତେ ଜାଣିଛନ୍ତି ଖରାପ ଜିନିଷ ଭଲ, ମାନେ ଯେତେକ ମିଛ ଆଉ ଖରାପ ସେଇ ଜିନିଷଟା ସବୁବେଳେ ବେଶୀ ଚର୍ଚ୍ଚା ହୁଏ। ଯେଉଁଟା ସତ ସେଟା ଦିନେ ନା ଦିନେ ବାହାରକୁ ଆସେ ସତ, କିନ୍ତୁ ଟାଇମ୍ ଲାଗେ, ଠିକ୍ ନା? ସେଇଭଳିଆ ସେ ଯେଉଁ କଥାଟା ଥିଲା, ସେ କଥାଟା ଆଜି କେଉଁଠି ଲୁଚି ଯାଇଛି। କିଏ ବି ସତ କହୁନାହାନ୍ତି, କିଏ ବି ନାହିଁ। ଯିଏ କହିବ କି ମୁଁ ସତ କହୁଛି, ନାହିଁ, ସିଏ ବି ମିଛ କହୁଛି। ସତ କେହି କହୁ ହିଁ ନାହାନ୍ତି। କ'ଣ କହିବ ଭାଇ? ଆମେ ଯେଉଁ ସବୁ ପାଠ ପଢ଼ିଥିଲୁ ସେ ପାଠଟା ପୁରା ବହିରେ ରହିଗଲା। କ'ଣ କହିବ?